ଆମ ଜଗତସିଂହପୁର ପାରାଦୀପର ବିଶ୍ୱକର୍ମା ପୂଜା ଖାଲି ସୁନ୍ଦର ମେଢ ଆଉ ସାଜସଜା ପାଇଁ ପ୍ରସିଦ୍ଧ ନୁହଁ, ଆମ ସଭ୍ୟତା ଏବଂ ପରମ୍ପରା ଦେଖେଇବା ପାଇଁ ମଧ୍ୟ ପ୍ରସିଦ୍ଧ। ଲଗାତାର ବର୍ଷା ଏବଂ ଅନ୍ୟ କାରଣ ଯୋଗୁଁ ବିଶ୍ୱକର୍ମା ପୂଜା ଦେଖିବା ପାଇଁ ପାରାଦୀପ ଆସି ହଉନଥିଲା, ତ ମନ ଦୁଃଖ ହଉଥିଲା। କିନ୍ତୁ ପ୍ରଭୁଙ୍କ ଆଶୀର୍ବାଦରୁ ଆଜି ବର୍ଷା ହଉନଥିଲା, ତ ପହଞ୍ଚିଗଲୁ ପ୍ରଥମ ମେଢ ପାଖରେ। ଭିତରକୁ ଯାଇ ଦର୍ଶନ ବି କରିଦେଲି। ବାହାରେ ପ୍ରଭୁ ହନୁମାନଙ୍କ ସହିତ ଫଟୋ ଉଠେଇ ବୋଲି ଠିଆ ହେଇଥିଲି ଯେ, କିନ୍ତୁ ଏତେ ଲୋକଙ୍କୁ ଦେଖି ଲାଜ ମାଡୁଛି। ଦୂରରୁ ମୋ ଭଉଣୀ ପ୍ରଜାତିର ଗୋଟେ ପ୍ରାଣୀକୁ ଦେଖିଲି, ଯିଏ ମୋ ଭଉଣୀ ପରି ବି ଦେଖା ଯାଉଥିଲା। ନାଲୋ ମୋ ଭଉଣୀ, ମିଛରେ କହୁଥିଲି ବା, କିନ୍ତୁ ମୁଁ ଜାଣିଛି ତୁ ପୁତନା, କିନ୍ତୁ କାହାକୁ ଏମିତି କହିବାଟା ଭଲ ନୁହଁ। ମିଟୁ ମିଟୁ ରାସ୍ତାରେ ଏସବୁ ଦେଖି ଭାବିଲି ମୋ ମାଣ୍ଡୁ ପାଇଁ ନେଇଯିବି, କିନ୍ତୁ ପଇସା ଖର୍ଚ୍ଚ ହେଇଯିବ ବୋଲି କଷ୍ଟ ହେଲା। ତାପରେ ମନେ ପଡିଲା ମୋର ତ କେହି ମାଣ୍ଡୁ ନାହାନ୍ତି, ତ ଟିକେ ଅଧିକା କଷ୍ଟ ହେଲା। ଭାଇ ସବୁ ରେଡି ତ? ଦେଖିଲ ପୁରା ଯେମିତି ଗୋଟେ ସୁନାର ମହଲ ବାଗିଆ ଦେଖା ଯାଉଛି। ଚାଲ ଭିତରକୁ ଯାଇ ଟିକେ ଦର୍ଶନ କରିଦବା। ଦେଖିଲ କେତେ ମସ୍ତ କିରି ଡିଜାଇନ ହେଇଛି। ଓଏ ବୋପାଲ କି ହସ। ଫଟୋ ଉଠେଇବି? ଉଠେଇ ଫଟୋ? ନାଇଁ ବି ଲୋକ ସବୁ ମତେ ଅନେଇନ୍ତି। ହଉ ଚାଲ ଆଗକୁ ଯିବା। ଉଠରେ ଉଠରେ ଉଠରେ। ନମସ୍କାର। ଡାକ ଘରଟା ଏତେ ଭିନ୍ନ ଆଇଡିଆରେ ହେଇଛି, ମୁଁ ଦେଖି ପୁରା ପାଗଳ ହେଇଗଲି। ଦମାଡି ଚାଲିଲି ଭିତରକୁ। ସର୍ବପ୍ରଥମେ ପ୍ରଭୁଙ୍କ ଦର୍ଶନ, ଆଉ ତାପରେ ଦେଖିଲି ଗାଁରେ ବ୍ୟବହାର ହଉଥିବା ଜିନିଷକୁ ଏତେ ସୁନ୍ଦର ଭାବେ ଡିଜାଇନ କରିଛନ୍ତି। ଆଉ ଆଗକୁ ଯାଇ ଦେଖିଲା ବେଳକୁ ଭାବିଲି ମୁଁ କଣ ବୁଲୁ ବୁଲୁ ଲଣ୍ଡନ ପଣେଇ ଆଇଛି ନା କଣ। ଆଉ ଏଠି ଶାହରୁଖ ଖାନ ବନୁଥିଲି, କିନ୍ତୁ ଅଧା ବନିଲା ବେଳକୁ ଲୋକ ପଣେଇ ଆଇଲେ। ସେଠୁ ଆସି ଦେଖିଲା ବେଳକୁ ମେଲୋଡି ହଉଛି, କିନ୍ତୁ ତାକୁ କିଏ ଦେଖୁଛି। ହାଟ, ଏଇଟା ଦେଖିଲ ରୂପା ମହଲ ଆଜ୍ଞା ଦେଖାଯାଉନି। ଚାଲ ଟିକେ ଦେଖିଦେଇ ଆସିବା। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସବସ୍କ୍ରାଇବ କରିଦେବେ। ଗଣପତି ବାପ୍ପା ମୋରୟା।